ଆଜି ପଥର ପାଲଟି ଯାଇଛି ଦୁଇଟି ହୃଦୟ। ଆଉ ସବୁଦିନ ପାଇଁ ଯେମିତି ତାଙ୍କ ଆଖିରେ ଲୁହ ଆଜି ନିରବି ଯାଇଛି। ନିଜ ଜୀବନର ଅକୁହା କଥାକୁ ଆଜି କେମିତି ବା କାହାକୁ ଜଣେଇବେ, ଆଉ କେମିତି ବା ନିଜକୁ ବୁଝେଇବେ ତାଙ୍କ ପୁଅ ଆଉ ତାଙ୍କ ପାଖକୁ ଫେରିବ ନାହିଁ ବୋଲି। କାଲି ପର୍ଯ୍ୟନ୍ତ ଯେଉଁ ପୁଅର ମୁହଁ ଦେଖି ତାଙ୍କର ଦିନ କଟି ଯାଉଥିଲା, ଯାହାର ବାପା ମା ଡାକରେ ଘର ପୁରି ଉଠୁଥିଲା, ଆଉ ଯେଉଁ ପୁଅକୁ ମା କୋଳରେ ନ ଶୋଇଲେ ନିଦ ଆସୁନଥିଲା, ଆଜି ସେହି ପୁଅକୁ କେମିତି ବା ଏକୁଟିଆ ମଶାଣି ଦିଅରେ ଶୁଆଇ ଦେବ ସେ ମା। ହଁ ଆଜ୍ଞା, ଆଜି ସାରା ପରିବାର ଆଖିରେ ଲୁହ, ଆଜି ସମସ୍ତଙ୍କ ମୁହଁରେ ସେ ଗୋଟିଏ ନାଁ। ସତରେ ଏ ଦୁନିଆର ଭିଡ଼ ଭିତରେ କେମିତି ଯେ ହାତ ଛାଡ଼ି ଚାଲିଗଲା ସେ ନିରୀହ ନିଷ୍ପାପ କଅଁଳ ଛୁଆଟି, କିନ୍ତୁ ସେହି ସବୁ ଭିତରେ ଆଜି ଛାତିରେ ପଥର ରଖି ଆଗେଇ ଆସିଛନ୍ତି ସେହି ବାପା ମା ଦୁହେଁ। ଆଉ ଜୀବନର ସବୁ ଦୁଃଖକୁ ଛାତି ତଳେ ଚାପି ରଖି ଏମିତି କିଛି କରିଯାଇଛନ୍ତି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆଜି ନିଜ ଗେହ୍ଲା ପୁଅ ଏ ଦୁନିଆ ଛାଡ଼ି ଚାଲିଯାଇଛି ସିନା, ହେଲେ ତାଙ୍କର କିଛିଟା ନିଷ୍ପତ୍ତି ଆଜି 8 ଜଣଙ୍କ ମୁହଁରେ ହସ ଫୁଟାଇ ପାରିଛି। ହଁ ଆଜ୍ଞା, ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭଜିତ। ଗତ ବୁଧବାରର ଘଟଣା। ସକାଳୁ ସକାଳୁ ଖୁସି ମନରେ ସ୍କୁଲରୁ ପରୀକ୍ଷା ଦେବା ପାଇଁ ଗଲା। ହେଲେ କିଛି ସମୟ ପରେ ସ୍କୁଲରୁ ଫୋନ୍ ଆସିଲା ଯେ କ୍ଲାସ ରୁମ୍ରେ ବସିଥିବା ବେଳେ ହଠାତ୍ ସିଜର ବା ଫିଟ୍ସର ଶିକାର ହୋଇଥିଲେ ଶୁଭଜିତ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି କିଛି ଫଳ ମିଳିଲାନି। ଶେଷରେ ଗୁରୁବାର ଦିନ ବ୍ରେନ୍ ଡେଡ୍ ଘୋଷିତ ହେବା ପରେ ନିଜ ସୁନା ସଙ୍କାଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଦେବାକୁ ନିଷ୍ପତ୍ତି ନେଇଥିଲେ ବାପା ମା। ଯେତେବେଳେ ଶରୀରର କିଛି କ୍ଷତି ଘଟିଲେ ମୃତ୍ୟୁ ପରେ ଆତ୍ମାକୁ ଶାନ୍ତି ମିଳେ ନାହିଁ ବୋଲି ମନରେ ବିଶ୍ୱାସ ରହିଛି, ସେହି ଜାଗାରେ ଆଜି ନିଜ 8 ବର୍ଷର କଅଁଳ ଛୁଆର ସମସ୍ତ ଅଙ୍ଗକୁ ଦାନ କରି ଏ ଦୁନିଆ ଆଗରେ ସାଜିଛନ୍ତି ଏକ ନିଆରା ଉଦାହରଣ। ଆଉ ସେପଟେ ଅଙ୍ଗଦାନ କରି ସବୁଦିନ ପାଇଁ ଅମର ହୋଇଥିବା ଭୁବନେଶ୍ୱରର 8 ବର୍ଷୀୟ ବାଳକ ଶୁଭଜିତ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଗାର୍ଡ ଅଫ୍ ଅନର ଦିଆଗଲା। ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେଦିନ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ଶୁଭଜିତଙ୍କ ପରିବାର ଲୋକେ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଗତକାଲି ଏକ ଘରୋଇ ହସ୍ପିଟାଲରେ ଶୁଭଜିତଙ୍କ କିଡନୀ 2ଟି ଯାକ କଢ଼ାଯାଇ 2 ଜଣ ରୋଗୀଙ୍କଠାରେ ପ୍ରତ୍ୟାରୋପଣ କରାଯାଇଛି। ତେବେ ଶୁଭଜିତ ଆଖି ବୁଜିଥିବା ଘରୋଇ ହସ୍ପିଟାଲର ଅଙ୍ଗ ସଂଗ୍ରହ କରାଯାଇଥିବା ବେଳେ ଯଦି ସବୁକିଛି ସମୟ ଥାଉ ଥାଉ ପ୍ରତ୍ୟାରୋପଣ ସମ୍ଭବ ହୁଏ, ତେବେ ତାଙ୍କର ଯୋଡ଼ାଏ ଆଖି, ହୃତ୍ପିଣ୍ଡ, 2ଟି ଫୁସ୍ଫୁସ୍ ଓ ପାନକ୍ରିଆ ଅନ୍ୟ ଶରୀରରେ ଲାଗିପାରିବ। ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତ୍ୟାରୋପଣ ସଂସ୍ଥା ଛୋଟ ଜରିଆରେ ପ୍ରାରମ୍ଭିକ ଭାବେ କିଡନୀ ଗ୍ରହଣ ପାଇଁ ରୋଗୀ ଚିହ୍ନଟ ସରିଥିବା ସୂଚନା ମଧ୍ୟ ମିଳିସାରିଲାଣି। ଆଉ ଏପଟେ ଏତେ କମ୍ ଦିନରେ ଦୁନିଆରୁ ବିଦାୟ ନେଇଥିବା ଶୁଭଜିତ ଆଜି ପୁଣି ଥରେ 8ଟି ଭିନ୍ନ ଶରୀରରେ ଜୀବିତ ହୋଇ ରହିବେ ବୋଲି ପରିବାର ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।